ଆଲେ ମନ୍ଥରା କଣ ହଉଛି ମନ୍ଥରା? ଏ ମଝି ଅଗଣାରେ ଏତେ ବଡ଼ ଚିତ୍କାର କରୁଛୁ କହ ମନ୍ଥରା, କାହାର କଣ ହୋଇଛି? କାହାର କଣ ହବ ରାଣୀମା? ତୁମରି କପାଳ ଫାଟିଲା, ତୁମରି କପାଳ ଫାଟିଲା ଲୋ। ମନ୍ଥରା ଏ କଣ କହୁଛୁ ମନ୍ଥରା? ତୋର କଥା ଶୁଣିଲେ ମୋ ଛାତି ଭିତରଟା ଫାଟି ଯାଉଛି। କଣ ହଉଛି ମନ୍ଥରା? କହ ମନ୍ଥରା, ମୋର କଣ ହୋଇଛି? ଫାଟିଯିବାର କଥା, ଫାଟିଯିବାର କଥା। ଏମିତି କଥା ଶୁଣିଲେ କାହାର ବା ନ ଫାଟିବ ଲୋ ମା। ଏମିତି ପୋଡ଼ା କପାଳ, ପୋଡ଼ା କପାଳ। ମନ୍ଥରା ତୁ ଏପରି ବୁଲେଇବା କି କହିବୁ ମୁଁ ଜାଣି କିପରି? କହ ମନ୍ଥରା, ମୋର କଣ ହୋଇଛି? ମୁଁ କିଛି ବି ଜାଣିନାହିଁ। କହ ମନ୍ଥରା, ମୋର କଣ ହୋଇଛି? ସତରେ କଣ ତମେ କିଛି ଜାଣିନ? ହଇକି ରାଣୀମା, ନ ଦେଖିଲା ଲୋକ ଦେଖ, ନା କଞ୍ଚ କାଢିଛି ବେକ। ହଇ ହୋ ରାଣୀମା, ଚେଇ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ଲୋ ମା? ମନ୍ଥରା ଏ କଣ କହୁଛୁ ମନ୍ଥରା? କହ ମନ୍ଥରା, ମୋର କଣ ହୋଇଛି? କହ, ସିଧା ସିଧା କହ, ମୋର କଣ ହୋଇଛି? ସତରେ କଣ ତମେ କିଛି ଜାଣିନାହଁ ରାଣୀମା? ନା ମନ୍ଥରା, ମୁଁ କିଛି ଜାଣିନି। ଏଇଠି ରାଣୀମା, ରାଇଜ ସାରା ପରା ଟମାଟମା ହେଇ ନାଗର ପାଚି ଉଠିଲାନି। କାଲି ପ୍ରଭାତରେ ରାମଚନ୍ଦ୍ର ରାଜା ହେବ। ଏହା କଣ କମ କଥା? ବଡ଼ ରାଣୀଙ୍କ ଗୋଡ଼ ଆଉ ତଳେ ଲାଗୁନାହିଁ। କେମିତି ରାଗିବ? ନିଜ ପୁଅ ପରେ ରାଜା ହେବ। କଣ କହିଲୁ ମନ୍ଥରା? ରାମ ମୋର ରାଜା ହବ? ସତରେ ମନ୍ଥରା, ରାମ କଣ ମୋର ରାଜା ହବ? ଆହା, କି ଶୁଭବାରେ ତ ଦେବି ମନ୍ଥରା। ମୋ ମନରେ କି ଆନନ୍ଦ, ମୋ ମନରେ କି ଆନନ୍ଦ। ଆନନ୍ଦ ହଉଥବ, ଆନନ୍ଦ ହଉଥବ। ମୁଁ ଜାଣିଛି ମନ୍ଥରା, ତୁ ପରା ମୋର ପ୍ରିୟଦାସୀ। ତୁ ମତେ ଏତେ ବଡ଼ ଶୁଭ ଖବରଟି ଦେଲୁ, ଆର କିଛି ପୁରସ୍କାର ଦେଇଦେ ବୋଲି ତୁ ଏପରି କହୁଛୁ ନା ମନ୍ଥରା? ଏଇ ନେ ମନ୍ଥରା, ଏ ରତ୍ନହାରଟି ରଖିଲେ। କରିଲ ରାଣୀମା, ହାର ଉପହାର ନେବି, ପଡ଼ିଯାଉ ତୁମର ସେ ହାର। ମୋର ସଉତୁଣୀ ପୁଅ ରାଜା ହେବ, ସେଥିରେ ତୁମର ଏମିତି କଣ ହେଇଯାଉଛି ଯେ ଆନନ୍ଦରେ ଉଛୁଳି ପଡୁଛ ବା? ମନ୍ଥରା, ମନ୍ଥରା, ତୁ କଣ ଜାଣିନ ମନ୍ଥରା? ରାମ ମୋର ଘର ଠାରୁ ଅଧିକ ପ୍ରିୟ। ରାମ ମୋର ରାଜା ହଉ, ଭରତ ତାର ଦିନ ଦିନ ପାଇଁ ଦାସ ହଉ, ଏଥିରେ ମୋର କିଛି ଆପତ୍ତି ନାହିଁ ମନ୍ଥରା। ମନରେ ତୁ ଖାଲି ରାମ ରାମ ରାମ। ଏମିତି ରାଣୀମା, ତୁମ ପୁତ୍ର ଭରତ କଥା ଭାବିଲା ବେଳକୁ ଛାତିଟା ମୋର ଫାଟି ଯାଉଛି। ଆଖିରୁ ଖାଲି ଧାର ଧାର ଲୁହ ବହୁଛି। ହଁ, ଏଇଠି ରାଣୀମା, କଥାରେ ନାହିଁ, ଭାବି ଚିନ୍ତି କାମ କଲେ ପ୍ରମାଦ ନ ପଡେ ଭଲେ। ହଁ ମନ୍ଥରା, ରାମ ନିନ୍ଦା, ରାମ ନିନ୍ଦା, ରାମ ନିନ୍ଦା, ଚାଲିଦା, ଚାଲିଦା ତମ କର୍ମର। ହେଇଟି ରାଣୀମା, ରାମ ରାଜା ହଉ, ଭରତ ତାର ଦାସ ହେଇ ରହୁ, ମୋର ସେଥିରେ ଆସେ କେତେ ନା ଯାଏ କେତେ ଲୋ ମା? ହେଇଟି ରାଣୀମା, ମୁଁ କଣ ତମ ଅଣହିତ କଥା କେବେ ଚିନ୍ତା କରିପାରିବି? ଆରେ ରାଇଜଟା ପରା ସ୍ୱାର୍ଥରେ ଭରତି। ନିଃସ୍ୱାର୍ଥ ବୋଲି କୌଣସି ଜିନିଷ ଏଠି ଅଛି? ଦିଅ ଦେବତା ପରା ଭୋଗ ନ ଖାଇଲେ ବର ଦିଅନ୍ତି ନାହିଁ। ଭଲ କରି ଚିନ୍ତା କରି ଦେଖ ରାଣୀମା, ନହେଲେ ପଛରେ ଭାଳି ହେବ ଯେ। ମନ୍ଥରା ଏ କଣ କହୁଛୁ ମନ୍ଥରା? ମୋର ମୁଣ୍ଡଟା କାହିଁକି ଘୁରି ଯାଉଛି? ମତେ ଖାଲି ଚାରିଆଡ଼େ ଅନ୍ଧକାର ଦେଖାଯାଉଛି। ମତେ ବୁଝାଉଛୁ ଯାଉଛି, ମୋର ହାତ ବୁଝାଉଛି, କେଉଁଆଡ଼େ ଟାଣି ଯାଉଛି ମନ୍ଥରା। କହ ମନ୍ଥରା, ତୁ ମତେ କେଉଁଆଡ଼େ ଟାଣି ଯାଉଛୁ? କହ ମନ୍ଥରା, ତୁ ମତେ କେଉଁଆଡ଼େ ଟାଣି ଯାଉଛୁ? ମୁଁ କାହିଁକି
ଧରି କେଉଁଆଡ଼େ ଟାଣି ନେଇଯିବା। ଯୋଉଟା ସତ କଥା ସେଇ କଥା କହୁଛି ରାଣୀମା। ଭାବିଲ ଦେଖି, ଯଦି ରାମଚନ୍ଦ୍ର ରାଜା ହେବେ, ତାଙ୍କ ମାତା ରାଜମାତା ହେବେ, ଆଉ ତୁମ ପୁତ୍ର ଭରତ ଚିରଦିନ ପାଇଁ ତାର ଦାସ ହେଇ ରହିବ। ଏମିତି କଣ ହେବ ଯେ ଆନନ୍ଦରେ ଉଛିଳି ପଡୁଛ? ମନ୍ଥରା, ଏଇଟା ପରା ରାଜାଙ୍କ ରାଜା, ତାଙ୍କର ଇଚ୍ଛା ସେ ଯାହାକୁ ବି ରାଜା କରିବେ। ଏଥିରେ ମୁଁ କଣ କରିପାରିବି? କଣ ନ କରିପାରିବ କହୁନ? ନାଇଁ ନାଇଁ, କଥାଟାକୁ ଓଲଟାଇବାକୁ ଚେଷ୍ଟା କଲେ ଓଲଟି ଯିବ ନାହିଁ। ମନ୍ଥରା, କହ ମନ୍ଥରା, ମୁଁ କଣ କରିବି? କଣ କରିବି ମାନେ, ମୁଁ କଣ କହୁଥିଲି କି ରାଣୀମା, ରାମର ଅଭିଷେକ ବନ୍ଦ ରହିବ, ଆଉ ଭରତ ଅଯୋଧ୍ୟାରେ ରାଜା ହେବ। ଏହା ହଉଛି ତୁମ ପାଇଁ ମୋର ଶୁଭ କାମନା ରାଣୀମା। ମନ୍ଥରା, ଏଇ କଣ କହୁଛୁ ମନ୍ଥରା? ରାଣୀମା, ମୁଁ ଯାହା କହୁଛି ଠିକ କହୁଛି। ଟିକେ ଭାବିଚିନ୍ତି କାମ କଲେ ପ୍ରମାଦ ନ ପଡେ। ଭଲେ ଚିନ୍ତା କରି ଦେଖ ରାଣୀମା। ମନ୍ଥରା, ମତେ ଉପାୟ ବତେଇ ଦେ, ମୁଁ କଣ କରିବି? ନାଇଁ ନାଇଁ, କରିବଟି। ମୋ ରାଣ ଖାଇ କହିଲ ଦେଖି। ଆଲେ ମନ୍ଥରା, ତୋ ରାଣ କଣ? ମୋ ପୁତ୍ର ଭରତ ରାଣ ଖାଇ କହୁଛି। ଯାହା କହିବୁ ମୁଁ ତା ଅକ୍ଷର ଅକ୍ଷରେ ପାଳନ କରିବି। ହେଇଟି ରାଣୀମା, ମନେ ପକାଅ, ଯେତେବେଳେ ମହାରାଜା ସମ୍ବରାସୁର ଯୁଦ୍ଧ ବେଳେ କ୍ଳାନ୍ତ ଅବସ୍ଥାରେ ଫେରିଥିଲେ, ତୁମେ ସେତେବେଳେ ମହାରାଜାଙ୍କୁ ସେବା ଶୁଶ୍ରୂଷା କରି ଖୁସି କରାଇଥିଲ। ତୁମରି ସେବାରେ ମହାରାଜା ଖୁସି ହୋଇ 2 ଗୋଟି ବର ଦେବି ବୋଲି କହିଥିଲେ। ହେଇଟି ରାଣୀମା, ଏବେ ସେଇ 2 ଗୋଟି ବର ମାଗୁନ। ହଁ ମନ୍ଥରା, ସେଦିନର କଥା ମତେ ଠିକ ମନେ ଅଛି। ଯେତିକି ବେଳେ ରାଜା ସମ୍ରାଟ ଯୁଦ୍ଧ ସାରି ଫେରି ଆସିଥିଲେ, ତାଙ୍କର ସେବା ଶୁଶ୍ରୂଷା କରି ତାଙ୍କୁ ଖୁସି କରାଇଥିଲି। ସେଥିରେ ଖୁସି ହୋଇ ରାଜା ମତେ 2 ଗୋଟି ବର ପ୍ରଦାନ କରିଥିଲେ। କିନ୍ତୁ ମନ୍ଥରା, ରାଜାକୁ ମୁଁ କହିଦେଇଥିଲି ଯେତିକି ବେଳେ ମୋର ଦରକାର ହେବ ସେତିକି ବେଳେ ମୁଁ 2 ଗୋଟି ବର ମାଗିଦେବି। ତାହେଲେ ମନ୍ଥରା, କି ବର ମାଗିବି କହିଲୁ ମନ୍ଥରା? ହେଇଟି ରାଣୀମା, କଥାରେ ନାହିଁ, ମଲ୍ଲଡୁ ତୁଲା କାକର ପାଣି ବୈଦ କହିଲା ଦେ ତୋ ରାଣୀ। ଏତିକି ସମୟରେ ବର 2 ଗୋଟି ମାଗି ନେବ। ବର 2 ଗୋଟି କଥା କହୁଛି ମନେ ରଖ ରାଣୀମା। ପ୍ରଥମ ବର, ରାମଚନ୍ଦ୍ର ଜଟା ବକଳ ପରିଧାନ କରି 14 ବର୍ଷ ବନବାସ ଯିବ। ଆଉ ଦ୍ୱିତୀୟ ବର ହବ, ତୁମ ପୁତ୍ର ଭରତ ଅଯୋଧ୍ୟାର ରାଜା ରାଜା ରାଜା। ଏଇ 2 ଗୋଟି ବରରେ ହେବ ଅଯୋଧ୍ୟା ମନ୍ଥନ। ମନ୍ଥରା, ତୁ ଠିକ କହିଛୁ। ରାଜାକୁ ଆସିଲେ ମୁଁ ଏଇ 2 ଗୋଟି ବର ମାଗିଦେବି। ପ୍ରଥମ ବରଟି ହେଉଛି ରାମଚନ୍ଦ୍ର ଜଟା ବକଳ ପରିଧାନ କରି 14 ବର୍ଷ ବନକୁ ଯିବ। ଆଉ ଦ୍ୱିତୀୟ ବରଟି ହେଉଛି ମୋରି ପୁତ୍ର ଭରତ ଏଇ ଅଯୋଧ୍ୟାରେ ରାଜା ହବ। ମନ୍ଥରା, ଏତେବେଳେ ଯାଇ ମୋ ମନ ଆଶା ମେଣ୍ଟିଲା ଲୋ ମା। ଏଇଠି ରାଣୀମା, ମହାରାଜା ଆସିବା ସମୟ ବୋଧେ ହୋଇଗଲାନି। ବୁଝିଲ ନା ନାଇଁ? ରାଣୀମା, ମହାରାଜା ବୋଧେ ଆସିଗଲେନି। ଏଇ ସମୟରେ ବର 2 ଗୋଟି ମହାରାଜାଙ୍କୁ ମାଗି ନବ ରାଣୀମା। କଥାରେ ନାହିଁ, ନଈ ପଡିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ। ହେଇଟି ରାଣୀମା, ଆଉ ଭାବୁଛ କଣ ବା? ମଇଳା ବସ୍ତ୍ର ପରିଧାନ କରି ମୁହଁ ଫୁଲାଇ ବସି ରୁହେ ଏଠାରେ। ତାହେଲେ ସିନା ମହାରାଜା ତରଳ ହେଇ ବର 2 ଗୋଟି ଦେବେ। ଆସ ଆସ ଆସ, ମୁଁ ଶିଖେଇ ଦେବି, ଆସ କିପରି ବସି ରହିବ।